ନବମୋଧ୍ୟାୟ। ଆତୁର ପକ୍ଷରେ ଧେନୁ ଦାନାଦି ଫଳ। ଗରୁଡ଼ ଉବାଚ ପୁନରପି ଗରୁଡ଼ ଶ୍ରୀହରିପାଦେ ପଡ଼ି ସ୍ତୁତି ଆରମ୍ଭଇ କର ଯୁଗଳକୁ ଯୋଡ଼ି। ବହୁ ସ୍ତୁତି କରି ଦଣ୍ଡ ପ୍ରଣାମ ସେ କଲା ଶ୍ରୀମୁଖକୁ ଚାହିଁ ପୁଣି ବଚନ କହିଲା। ଶୁଣିଲି ମୁଁ ପ୍ରେତ କୃତ୍ୟ ବିଧି ତୁମ୍ଭ ମୁଖୁ ନିସ୍ତରିଲି ଦୟାନିଧି ଜନ୍ମ ମୃତ୍ୟୁ ଦୁଃଖୁ। ପ୍ରେତର ଉଦ୍ଧାର ବାଣୀ ଶୁଣିଲି ଶ୍ରୀହରି ବଭ୍ରୁବାହନ ରାଜାର ଚରିତ ବିସ୍ତାରୀ। ପୁଣି ପଚାରଇ ଦେବ ଜାଣିବା ମାନସେ ଆତୁର ପକ୍ଷରେ ଯିବା ହିତକର ଶେଷେ। ଧେନୁଦାନ କାହିଁ ପାଇଁ ମୃତ୍ୟୁର କାଳରେ ଜନେ କରନ୍ତି କହିବ ସଂସାର ମଧ୍ୟରେ। ତାହାଦ୍ୱାରା କେଉଁ ପାପୁ କେଉଁ ଦୁଃଖ ଅବା ଉଦ୍ଧାର ହୁଅଇ ଯିବ ସେ କଥା କହିବା। ଆପଣଙ୍କ ଭୃତ୍ୟମୁହିଁ କୁହ ମହାପ୍ରଭୁ କିଏ ସେ କହିବ ମୋତେ ବୁଝାଇ ଏସବୁ। ଶୁଣିଣ ଶ୍ରୀହରି ତହୁଁ ଅଳପ ହସିଲେ ଜଳଦ ଗମ୍ଭୀର ସ୍ୱରେ ବଚନ କହିଲେ। ଶ୍ରୀ ଭଗବାନ ଉବାଚ ଶୁଣ ହୋ ଗରୁଡ଼ ତୁହି ପଚାରିଲୁ ଯାହା ଆଦ୍ୟପ୍ରାନ୍ତ କରି ତୋତେ କହୁଅଛି ତାହା। ସଂସାରରେ ଜୀବମାନେ ବହୁ ପାପ ପୁଣ୍ୟ ଅନାୟାସେ କରୁଛନ୍ତି ଯଥାର୍ଥ ଅର୍ଜନ। ପୁଣ୍ୟକାରୀ ଧାର୍ମିକ ଯଦ୍ୟପି କରେ ପାପ ଗ୍ରହମାନେ ଦଣ୍ଡ ତାକୁ ଦିଅନ୍ତି କରି କୋପ। ନାନା ବ୍ୟାଧି ଦିଅନ୍ତି ଯେ ତାହାର ଶରୀରେ ଜରାବସ୍ଥା ହେତୁ କଷ୍ଟ ଭୋଗଇ ଆତୁରେ। ବୁଦ୍ଧି ବିନାଶ ହୁଅଇ ତାହାର ଯେ କ୍ଷଣେ ବାଳକ ସଦୃଶ ହୋଇ ଇତସ୍ତତ ଭଣେ। ଚକ୍ଷୁକୁ ନ ଦିଶେ ତାର ନ ଶୁଭେ କର୍ଣ୍ଣକୁ ହସ୍ତକର୍ମ ନ କରଇ ପାଦ ଯେ ଗତିକୁ। ତ୍ୟାଗ କରଇ ଯେହେତୁ ହୁଏ ବ୍ୟାକୁଳିତ ମଳମୂତ୍ରେ ଘାଣ୍ଟି ହୁଏ ନ ହୋଇ କୁଣ୍ଠିତ। ସେହି କାଳେ ସାଧୁଚିତ୍ତ ଯେ ବଣ ମାନବ ମୃତ୍ୟୁକାଳେ ଜାଣି ବିଷ୍ଣୁ ସ୍ମରଣ କରିବ। ଶାଳଗ୍ରାମ ଶିଳା ପରେ ଚନ୍ଦନ ତୁଳସୀ ଅର୍ପଣ କରିବ ଇଷ୍ଟ ନାମ ମନ୍ତ୍ର ଘୋଷି। ସ୍ୱରୂପ ସୁମରି ଡକାଇବ ଯେ ବ୍ରାହ୍ମଣ ପ୍ରାୟଶ୍ଚିତ କରିଦେବ ସୁଚିତ୍ତରେ ଦାନ। କିଏବା ସଂକଳ୍ପ କରି ଶୁଣିବ ପୁରାଣ ଗୁରୁଦେବା ମନ୍ତ୍ରମାନ କରିବ ସ୍ମରଣ। କଳସ ବସାଇ ପୂଜି ପାଞ୍ଚ ଦେବତାଙ୍କୁ ଶାଳଗ୍ରାମ ପୂଜା ଅବା ପୂଜି ଶ୍ରୀହରିଙ୍କୁ। ଗନ୍ଧ ଚନ୍ଦନ ଯେ ଦୀପ ଧୂପ ନୈବେଦ୍ୟ ସମର୍ପଣ କରି ଆତ୍ମା ସମର୍ପିଣ ଦେବ। ଗୁରୁଦତ୍ତ ମନ୍ତ୍ର ଯେବେ ମନେ ନ ପଡ଼ିବ ମାଧବ ମୁରାରି ରାମ କୃଷ୍ଣ ଉଚାରିବ। ମତ୍ସ୍ୟ କଚ୍ଛପ ବାମନ ନୃସିଂହ ବରାହ ନାମ ଗୁଣକୁ ସ୍ମରଣ କରିବ ନିଶ୍ଚୟ। ଏହି ନାମ ମହାମନ୍ତ୍ର ଜପକୁ କରିଲେ ଯମଦଣ୍ଡ ନାଶ ହେବ ଜାଣିଥାଅ ଭଲେ। ନାମଠାରୁ ବଡ଼ କିଛି ନାହିଁ ଏ ଜଗତେ ନାମ ବଳେ ତରିଯିବ ଭବ ସିନ୍ଧୁ ଆପେ। ପୂର୍ବେ ଅଜାମିଳ ନାମେ ଦ୍ୱିଜ ଏକ ଥିଲା ମହାପାପ କରି ମୃତ୍ୟୁ ମୁଖରେ ପଡ଼ିଲା। ଯମଦୂତଙ୍କ କୁରୂପ ନେତ୍ରରେ ଦେଖିଣ
ଭୟେ ଡାକ ପକାଇଲା ସେହୁ ନାରାୟଣ। ନାରାୟଣ ନାମ ଗୋଟି ମୁଖେ ଉଚ୍ଚାରନ୍ତେ, ପାପ କ୍ଷୟ ହେଲା ତାର ପଳାଇଲେ ଭୃତ୍ୟେ। ବିଷ୍ଣୁ ଭୃତ୍ୟେ ଆସି ରଥେ ନେଲେ ବୈକୁଣ୍ଠକୁ, ନାନା ସୁଖ ଭୋଗ କଲା ସେ କାଳ କାଳକୁ। ନାମ ନାମୀ ଭେଦ ନାହିଁ ଜାଣ ହେ ଗରୁଡ଼, ସେ ନାମ ସ୍ମରଣ କର ମନେ କରି ଦୃଢ଼। ବହୁ ଜନ୍ମ ପାପ ତୋର ବିନାଶ ହୋଇବ, ଅନ୍ତେ ବୈକୁଣ୍ଠ ସୁଖ ନିଶ୍ଚିତ ମିଳିବ। ଆଗହୁଁ ଯେ ଜନ ଶୁଣି ପୁରାଣ ବଚନ, ଶ୍ରୀହରିଙ୍କ ପାଦ ପଦ୍ମ କରଇ ସ୍ମରଣ। ନାମ ମନ୍ତ୍ର ହାର ହୃଦେ ଲମ୍ବାଏ ସତତ, ପାପ ତାର କ୍ଷୟ ହୁଏ ଏହା ସାରସ୍ୱତ। ନାମ ଅଗ୍ର ପ୍ରଭାବରେ ପାପ ତୁଳ ରାଶି, କଣିକା ମାତ୍ରରେ କ୍ଷଣେ ହେବ ଭସ୍ମ ରାଶି। ନୋହିଲେ ଦଣ୍ଡିବ ଯମ ବାନ୍ଧି କାଳ ବାସେ, ପ୍ରହାର କରିବେ ଦୂତେ ଅନ୍ତକାଳେ ରୋଷେ। ଦାମୋଦର ହୃଷିକେଶ ମାଧବ ଶ୍ରୀହରି, ରାମକୃଷ୍ଣ ନୃସିଂହ ବାମନ ମଧୁହାରି। ଜନାର୍ଦ୍ଦନ ପରମ ଆନନ୍ଦ ପଦ୍ମନାଭ, କାମପାଳ ବଳଦେବ ବା ବାସୁଦେବ। ଏହି ନାମ ମାନ ଦୃଢ଼େ ଧରିବ ମାନସେ, ଉଚ୍ଚାରିବ ନୀତି ପ୍ରତି ଶତ ବା ସହସ୍ରେ। ଯେତେ ପାପ ଥିବ ଅଙ୍ଗେ ତକ୍ଷଣେ ନାଶିବ, ଗୋହତ୍ୟା ବା ବ୍ରହ୍ମହତ୍ୟା ଦୂରେ ପଳାଇବ। ଯେଉଁମାନେ ଗୁରୁ ନିନ୍ଦା କରନ୍ତି ଅଜ୍ଞାନେ, ଗୁରୁ ନିନ୍ଦା କରେ ଯେବେ ଜନ ମୂଢ଼ପଣେ। ନିଜକୁ ବଡ଼ ବୋଲଇ ସେ ଜନ ମୂରୁଖ, ଅଶେଷ ଦଣ୍ଡ ଲୋଭଇ ଲୋଭେ ବହୁ ଦୁଃଖ। ଜୀବ ମାରି ମାଂସ ଯେହୁ କରଇ ଆହାର, ମିଥ୍ୟା କଥା ଯେଉଁ ଜନ କହେ ନିରନ୍ତର। ପର ଧନ ପର ନାରୀ ହରଣ କରଇ, ପୁରାଣ ଶୁଣି ବ୍ରାହ୍ମଣେ ଦକ୍ଷିଣା ନ ଦେଇ। ଧର୍ମାଧର୍ମ ବିଚାର ନ କରେ ମୂଢ଼ ଭାବେ, ଜ୍ଞାତି ବନ୍ଧୁ ବାନ୍ଧବଙ୍କୁ ନ ସନ୍ତୋଷେ କେବେ। କରଇ କୂଟ କପଟ ଜୁଆ ଖେଳେ ମାତି, ବେଶ୍ୟା ନାରୀ ସଙ୍ଗେ ସଦା କରଇ ସୁରତି। ଲୋକଙ୍କୁ ଦେଖାଇ ହରି ନାମ ଉଚ୍ଚାରଇ, ଧାର୍ମିକ ବୋଲି ଜଗତେ ହୁଅଇ ଦେଖାଇ। ଧନ ଦ୍ୱାରା ଦେଖି ସଦା ହୁଏ ଉନ୍ମତ୍ତ, ନ ଖାଇ ନ ଦେଇ ଧନ ସଞ୍ଚେ ମୂଢ଼ ଚିତ୍ତ। ପାଶୋରଇ ଧର୍ମ କର୍ମ ନିନ୍ଦେ ସଦ ଗୁରୁ, ସାଧୁ ନିନ୍ଦା କରେ ଘଉଡ଼ଇ ତାଙ୍କୁ ଦୂରୁ। ମିଥ୍ୟାରେ ପିତୃ ତର୍ପଣ କରଇ ଯେ ଜନ, ମିଥ୍ୟାରେ କରଇ ପୁଣି ତୀର୍ଥ ପର୍ଯ୍ୟଟନ। ଦେବ ପୂଜା କରେ ମିଥ୍ୟାରେ ଯେ ପାପମତି, ଅନ୍ତିମେ ଲୋଭଇ ସେହୁ ଅଶେଷ ଦୁର୍ଗତି। କପଟ ଧର୍ମ ଆଚରି ବୋଲାଏ ଧାର୍ମିକ, ଧାର୍ମିକଙ୍କୁ ନିନ୍ଦା କରେ କରି ଯୁକ୍ତି ତର୍କ। ଅହମିକା ପଣେ କରି ଯଜ୍ଞାଦି ସମ୍ଭାର, ବଡ଼ଦାନୀ ବୋଲି ଗର୍ବ କରେ ନିରନ୍ତର। ଦାନେ ଧ୍ୟାନେ କର୍ମେ କିମ୍ବା ଜ୍ଞାନେ ମୋର ସମ, ଜଗତ ମଧ୍ୟରେ କାହିଁ ନାହିଁ କେହି ଆନ। ନିଜର ମୁଖରେ ନିଜେ ପ୍ରଶଂସା କରଇ, ଗୁରୁ ଗୁରୁଜନ ବାକ୍ୟ ଗର୍ବରେ ଭାଙ୍ଗଇ। ସେ ଜନର ମୃତ୍ୟୁକାଳ ଉପସ୍ଥିତ ହେଲେ,
ଯମଦୂତେ ତାକୁ ବାନ୍ଧି ନିଅନ୍ତି ଟିଭଲେ। ରୌରବାଦୀ ନର୍କେତାକୁ କରନ୍ତି ନିକ୍ଷେପ, ପ୍ରହାର ଦେଇଣ ତାକୁ କରନ୍ତି ବିରୂପ। କୋଟି କୋଟି ଯୁଗ ନର୍କ ଭୋଗ ସେ କରଇ, ଯେତେ ଦୁଃଖ ଭୋଗେ ମୁଖେ କହିତ ନୁହଇ। ତେଣୁ କହୁଅଛି ତୋତେ ଶୁଣ ବୈନତେୟ, ଶ୍ରୀହରି ସ୍ମରଣ କର ମନ କରିଥୟ। ହୃଦୟ ପଦ୍ମରେ ନାମ ମନ୍ତ୍ରମାନ ଘୋଷି, ଗୁରୁ ଗୁରୁଜନ ବାକ୍ୟ ମାନି ହେବୁ ଖୁସି। ଶକ୍ତି ଅନୁସାରେ ଦାନ ଧ୍ୟାନ ଯେ କରିବ, ସାଧୁ ସନ୍ଥ ଅତିଥିଙ୍କୁ ଦେଖିଲେ ପୂଜିବ। ତେବେ ଏହି ପାପମାନ ନ ରହିବ ତିଳେ, ଯେ ଜନନ କରେ ଏହା କିମ୍ବା ମତ୍ତ ଭୋଳେ। ଅନ୍ତିମ କାଳେ ଶରୀରେ ବ୍ୟାଧି ପରବେଶ, ଜାଣି ଯେବେ ସୁଚିତ୍ତରେ ସ୍ମରି ଜଗଦୀଶ। ବିଷ୍ଣୁ ଭାବନା କରିଣ ପ୍ରାୟଶ୍ଚିତ କର, ଦାନ ଧ୍ୟାନ କରିବ ବା ନର୍କୁ ହେବ ପାର। ବୈତରଣୀ ନାମେ ନଦୀ ଯମର ଭୁବନେ, ସେହି ନଦୀ ପାର ହେବ ଯେମନ୍ତ ପ୍ରମାଣେ। କହୁଅଛି ସେହି କଥା ଶୁଣ ମନ ଦେଇ, ଉତ୍ତମ ଧେନୁ ଦେଖିଣ ଯେ ଜନ ଆଣଇ। ବସ୍ତ୍ର ପୁଷ୍ପ ଗନ୍ଧ ଯେ ଚନ୍ଦନ ଅଳଙ୍କାର, ଧେନୁ ଅଙ୍ଗରେ ଦେଇଣ ପୂଜିବ ସତ୍ୱର। ଉତ୍ତମ ବ୍ରାହ୍ମଣ ଦେଖି ଦାନ ଯେ କରିବ, ଉପଯୁକ୍ତ ଦକ୍ଷିଣା ତାହାକୁ ପୁଣି ଦେବ। ଭୋଜନ ନିମନ୍ତେ ଦିବ୍ୟ ପଦାର୍ଥ ଅଣାଇ, ବ୍ରାହ୍ମଣ ସନ୍ତୋଷେ ଭୁଞ୍ଜାଇବେ ଯଦି କେହି। ଏପରି ପାରିଲେ କରି ଅଳ୍ପ କାଳରେ, ଭୂମି ସ୍ୱର୍ଣ୍ଣ ଅନ୍ନ ବସ୍ତ୍ର ଜଳ ଦାନ କରେ। ଆତୁର ପକ୍ଷରେ ଏହା ଉଚିତ ଅଟଇ, ସମସ୍ତ ପାପ ତାହାର ବିନାଶ ହୁଅଇ।